ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କଲେ ଅତିରିକ୍ତ ଖର୍ଚ୍ଚ ଦାବି। ଗୃହରେ ଆଲୋଚନା ଜାରି। ରାଜ୍ୟ ପୁଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ପାଇଁ ଗ୍ରହଣ କରାଯାଉଛି ଆବଶ୍ୟକ ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 5,014 ଡାକ୍ତର ପଦବୀ ଖାଲି ପଡ଼ିଛି ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଶେଷ ହେବ ଦେବ ଦୀପାବଳି ଉତ୍ସବ। ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବିଧାନସଭାରେ ଆଜି ଆଲୋଚନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ଖର୍ଚ୍ଚ ଦାବି ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି। ସେଥିମଧ୍ୟରେ ସ୍ୱରାଷ୍ଟ୍ର ବିଭାଗ ପ୍ରଶାସନିକ ବ୍ୟୟ ବାବଦରେ 794 କୋଟି 78 ଲକ୍ଷ 91 ହଜାର ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦରେ 435 କୋଟି 88 ଲକ୍ଷ 99 ହଜାର ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ 120 କୋଟି 24 ଲକ୍ଷ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ 33 କୋଟି 67 ଲକ୍ଷ 44 ହଜାର ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ଅନୁଦାନ ରାଶି ଖର୍ଚ୍ଚରେ ବିଳମ୍ବ ନେଇ ବିଧାନସଭାରେ ଆଜି ଉଦ୍ବେଗ ପ୍ରକାଶ ପାଇଛି। ବିରୋଧୀ ଦଳର ସଦସ୍ୟମାନେ ଏହି ରାଶି ଖର୍ଚ୍ଚ ନେଇ ବିଶେଷ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଧାରିତ ସମୟ ମଧ୍ୟରେ 100% ଅନୁଦାନ ରାଶି ଖର୍ଚ୍ଚ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିରୋଧୀ ସଦସ୍ୟଙ୍କ ଉଦ୍ବେଗକୁ ସରକାର ଆନ୍ତରିକତାର ସହ ଗ୍ରହଣ କରିବା ସହିତ ଏନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ସାଇବର ଅପରାଧ ଅଭିଯୋଗରେ 1,388 ଜଣଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଗତ 3 ବର୍ଷରେ ସାଇବର ଅପରାଧୀ 125 କୋଟି ଟଙ୍କା ଠକି ନେଇଛନ୍ତି। ଏ ସଂକ୍ରାନ୍ତରେ 6,368ଟି ମାମଲା ରୁଜୁ ହୋଇଛି। ତେବେ ଲୁଟ୍ ଅର୍ଥ ମଧ୍ୟରୁ ମାତ୍ର 2 କୋଟି 52 ଲକ୍ଷ ଟଙ୍କା ଫେରସ୍ତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତବର୍ଷ ସାଇବର ଠକେଇ ଅପରାଧରେ 2,348ଟି ମାମଲା ରୁଜୁ ହୋଇଥିବା ବେଳେ 522 ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇତିମଧ୍ୟରେ 90 ଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି। ସେଥିମଧ୍ୟରେ ରାଜସ୍ୱ ବିଭାଗର ସର୍ବାଧିକ 20 ଜଣ ଅଧିକାରୀ ଥିବାବେଳେ ପଞ୍ଚାୟତରାଜ ବିଭାଗର 18 ଜଣ ଅଧିକାରୀ ରହିଛନ୍ତି। ରାଜ୍ୟ ପୁଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଗତ ନଭେମ୍ବର 1 ସୁଦ୍ଧା ରାଜ୍ୟର ପୁଲିସ ବିଭାଗରେ 13,373ଟି ପଦବୀ ଖାଲି ପଡ଼ିଥିଲା। ଅଗ୍ନିଶମ, ଗୃହରକ୍ଷୀ ଏବଂ ଜେଲ୍ ଆଦି ବିଭିନ୍ନ କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଛି। ପୁଲିସ ଆଧୁନିକୀକରଣ, ନକ୍ସଲ ମୁକାବିଲା ଆଦି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଗତ 2 ବର୍ଷରେ ବିଭିନ୍ନ ଯୋଜନା ଅଧୀନରେ ରାଜ୍ୟକୁ 166 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି। ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ନିରାପତ୍ତା, ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ଥଇଥାନ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ ସାମଗ୍ରୀ କ୍ରୟ ଆଦି ପାଇଁ ଏହି ଅର୍ଥ ବ୍ୟୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ଅଞ୍ଚଳରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ମୋବାଇଲ୍ ଟାୱାର ସ୍ଥାପନ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ଆଜି ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଭାରତ ସରକାରଙ୍କ ଡିଜିଟାଲ ଭାରତ ନିଧି ପ୍ରକଳ୍ପ ଅନ୍ତର୍ଗତ 3ଟି ଯୋଜନା ଅଧୀନରେ ମୋଟ 4,277ଟି ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ 2,987ଟି ଟାୱାରର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 2,085ଟି ଟାୱାର ମାଧ୍ୟମରେ ମୋବାଇଲ୍ ସେବା ଉପଲବ୍ଧ କରାଯାଇଛି। ଅନ୍ୟ 902ଟି ଟାୱାରର କାର୍ଯ୍ୟ ଚାଲୁ ରହିଛି। ତେବେ ନିର୍ଦ୍ଧାରିତ ସମୟ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି ବୋଲି ଡକ୍ଟର ମହାଲିଙ୍ଗ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜ୍ୟରେ 5,014 ଡାକ୍ତରୀ ପଦବୀ ଖାଲି ପଡ଼ିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଧାନସଭାରେ ଆଜି ସୂଚନା ଦେଇଛନ୍ତି। 30ଟି ଜିଲ୍ଲାର 375ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପଦବୀ ଖାଲି ରହିଥିବା ସେ କହିଛନ୍ତି।
ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ମଧ୍ୟରୁ 1114 ସ୍ପେଶାଲିଷ୍ଟ ପଦବୀ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 450 ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ 87ଟି ସ୍ପେଶାଲିଷ୍ଟ ଡାକ୍ତର ପଦବ ଖାଲି ରହିଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଦୀର୍ଘଦିନ ଧରି ଛୁଟିରେ ଥିବା 196 ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିନ୍ନ ଭିନ୍ନ କ୍ୟାଡର ଏହି ଡାକ୍ତରମାନେ ବିଭିନ୍ନ କାରଣ ଦର୍ଶାଇ ଛୁଟିରେ ଅଛନ୍ତି ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଆସନ୍ତା 10 ତାରିଖରେ ଧାନମଣ୍ଡି ଖୋଲାଯିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଜିଲ୍ଲାରେ ଧାନମଣ୍ଡି ଖୋଲିବାର ଥିଲେ ମଧ୍ୟ କୋହଲା ପାଗ ଯୋଗୁଁ ଧାନ ଅମଳ ବିଳମ୍ବିତ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଭାସୀ ଜରିଆରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଡାବୁଙ୍ଗା, ନବରଙ୍ଗପୁର ଏବଂ ଝରିଗାଁ ବିଧାୟକ ପ୍ରମୁଖ ଏହି ନିଷ୍ପତ୍ତି ନେଇଥିଲେ। ଚଳିତ ଖରିଫ ଋତୁରେ ନବରଙ୍ଗପୁର ଜିଲ୍ଲାରେ 42,411 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। 13ଟି ଲ୍ୟାମ୍ପ୍ସ, 44ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 2ଟି ପାଣି ପଞ୍ଚାୟତ ଜରିଆରେ ପ୍ରଥମ ପର୍ଯ୍ୟାୟରେ 13 ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ମୁଜାଗଡ଼ ଏବଂ ଗ୍ୟାଲେରୀ ବନାଞ୍ଚଳରେ ଗତ କିଛିଦିନ ହେବ ଏକ 26 ଟିକିଆ ହାତୀପଲ ବିଚରଣ କରୁଛନ୍ତି। କେତେକ ଚାଳଛପର ଘରକୁ ସେମାନେ ଭାଙ୍ଗି ଦେଇଥିବା ବେଳେ ଖାଦ୍ୟ ସାମଗ୍ରୀ ନଷ୍ଟ କରୁଥିବାର ସୂଚନା ମିଳିଛି। ଏନେଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପୂର୍ବତଟ ରେଳ ନେଟୱାର୍କ ଅଞ୍ଚଳର ବିକାଶ ଲକ୍ଷ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକଳ୍ପଗୁଡ଼ିକ ପାଇଁ 73,000 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରେଳପଥ ନିର୍ମାଣ, ଓଭରବ୍ରିଜ୍ ଏବଂ ଭୂମିତଳ ପଥ ନିର୍ମାଣ କାର୍ଯ୍ୟକୁ ଏହି ପ୍ରକଳ୍ପଗୁଡ଼ିକରେ ସାମିଲ କରାଯାଇଛି। ରାୟଗଡ଼ାଠାରେ 107 କୋଟି ଟଙ୍କା ବ୍ୟୟ କରାଯାଇଛି। ଏକ ନୂଆ ରେଳ ଡିଭିଜନ ମଧ୍ୟ ସ୍ଥାପନ କରାଯାଉଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଦକ୍ଷିଣ ତଟ ରେଳପଥ ବା ରେଳ ଜୋନ୍ର ସ୍ଥାପନ କରାଯିବ। ଏହା ଦେଶର ଅଷ୍ଟାଦଶ ରେଳ ଜୋନ୍ ହେବାକୁ ଯାଉଛି। ତେବେ ଏଥିରେ ଓଡ଼ିଶାର କୌଣସି ରେଳ ଅଂଶ ବା ଜୋନ୍ ସାମିଲ ହେଉନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି। ଏପରିକି ପୂର୍ବତଟ ରେଳପଥ ଅଧୀନରୁ ୱାଲଟିୟର ଅନ୍ୟ ଡିଭିଜନକୁ ସ୍ଥାନାନ୍ତର କରାଯାଉଥିଲେ ମଧ୍ୟ ଓଡ଼ିଶାରେ ପୂର୍ବ ଭଳି 3ଟି ଡିଭିଜନ ରହିବ ବୋଲି ରେଳବାଇ କହିଛି। ପୁରୀ ଶ୍ରୀମନ୍ଦିରରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ଆଜି ଶେଷ ହେବ। ଶନିବାର ଦିନ ବିଧି ଅନୁଯାୟୀ ସତ୍ୟଯୁଗର ନିଜ ପିତୃପୁରୁଷ ଅଦିତି ଏବଂ କଶ୍ୟପଙ୍କ ଉଦ୍ଦେଶ୍ୟରେ ଶ୍ରୀଜୀଉମାନେ ଦୀପଦାନ କରିଥିବା ବେଳେ ଗତକାଲି ମାର୍ଗଶିର ଅମାବାସ୍ୟା ତିଥିରେ ତ୍ରେତୟା ଯୁଗର ରାମ ଅବତାର ସମୟରେ ନିଜ ପିତାମାତା ଦଶରଥ ଏବଂ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଛନ୍ତି। ଆଜି ଶ୍ରୀଜୀଉମାନେ ଶ୍ରାଦ୍ଧ ବେଶରେ ସଜ୍ଜିତ ହୋଇ ପରମ୍ପରା ଅନୁଯାୟୀ ସନ୍ଧ୍ୟାଧୂପ ନୀତି ପରେ ଶ୍ରାଦ୍ଧ ପ୍ରଦାନ କରିବେ। ଏନେଇ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। କୋରାପୁଟ ଜିଲ୍ଲା ପୁଟସିଲ ଇକୋ ରିଟ୍ରିଟ୍ ଉଦ୍ଘାଟିତ ହୋଇଛି। ଏଥିରେ ମୋଟ 28ଟି କଟେଜ ରହିଛି। ସେଥିମଧ୍ୟରେ 23ଟି ଡିଲକ୍ସ ଏବଂ 5ଟି ପ୍ରିମିୟମ ପର୍ଯ୍ୟାୟଭୁକ୍ତ। ପର୍ଯ୍ୟଟକଙ୍କ ମନୋରଞ୍ଜନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଭିନ୍ନ କ୍ରୀଡ଼ା ମାଧ୍ୟମରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ମାଧ୍ୟମ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବଭାରତୀୟ ବ୍ୟବସାୟୀ ସଂଘ ଓଡ଼ିଶା ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଛି। ସଂଘର ଦାବି ଉପରେ ବିଚାର କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ 7 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ନୂଆପଡ଼ା ମିନି ଷ୍ଟାଡିୟମଠାରେ ଆସନ୍ତା ମାସ 6ରୁ 12 ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ 33ତମ YMC କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲା କ୍ରିକେଟ୍ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଏହି ପ୍ରତିଯୋଗିତାରେ ବିଳାସପୁର, ଭିଲାଇ, ନାଗପୁର, କଟକ, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା ଏବଂ ସମ୍ବଲପୁରର କ୍ରିକେଟ୍ ଦଳଗୁଡ଼ିକ ଯୋଗଦେବେ। ଚାମ୍ପିୟନ୍ ଦଳକୁ ଟ୍ରଫି ସହ 85,000 ଟଙ୍କା ଏବଂ ରନର୍ସଅପ୍ ଦଳକୁ 45,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କଲେ ଅତିରିକ୍ତ ଖର୍ଚ୍ଚ ଦାବି। ଗୃହରେ ଆଲୋଚନା ଜାରି। ରାଜ୍ୟ ପୁଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ପାଇଁ ଗ୍ରହଣ କରାଯାଉଛି ଆବଶ୍ୟକ ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 5,014 ଡାକ୍ତରୀ ପଦବୀ ଖାଲି ପଡ଼ିଛି ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଶେଷ ହେବ ଦେବ ଦୀପାବଳି ଉତ୍ସବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।